ଜୀବନରେ କେବେ ଆଗକୁ ବଢ଼ିବା ହେଲେ କିଛି ନା କିଛି ତ କରିବାକୁ ପଡ଼ିବ। ସେ କେଉଁ ପ୍ରକାର କାର୍ଯ୍ୟ ହେଉ, କିନ୍ତୁ ଜୀବନରେ ସଠିକ୍ କାର୍ଯ୍ୟ କରିବା ଆଉ ସଠିକ୍ କର୍ମରେ ନିଜକୁ ନିୟୋଜିତ କରିବା। ତ ସେଇ କାର୍ଯ୍ୟ କର୍ମକୁ ନେଇ ମୋର ଜୀବନ ଯାତ୍ରା ଆରମ୍ଭ ହୋଇଛି ଭଗବାନ ଶ୍ରୀ କୃଷ୍ଣଙ୍କ ପାଦଚରଣରେ ନେଇ। କିନ୍ତୁ ଚେଷ୍ଟା କରିଛି ନିଜକୁ ପରିବର୍ତ୍ତନ କରିବା ପାଇଁ। କାହିଁକିନା ପିଲାବେଳୁ ଆଜି ଯାଏଁ ମୋତେ ତ କିଏ ପରିବର୍ତ୍ତନ କରିନି, କି ମୁଁ ପରିବର୍ତ୍ତନ ହେବା ପାଇଁ ମଧ୍ୟ ଚେଷ୍ଟା କରିନି। କିନ୍ତୁ ଏବେ ଦେଖୁଛି ସାଂସାରିକ ମୋହମାୟା ଯେଉଁ ପ୍ରକାର ବଢ଼ିଗଲାଣି, ସେସବୁରେ ନିଜକୁ ପରିବର୍ତ୍ତନ କରିବାକୁ ବାଧ୍ୟ। କାହିଁକିନା ଭାଇନା ଯଦି ଜୀବନରେ କିଛି ବି ନିଜ ପାଇଁ କିଛି କରିନ, ତାହେଲେ ସଂସାରରେ ବଞ୍ଚିକିରି କିସ ପାଇଁ ଲାଭ। କାହିଁକିନା ଯଦି ଜୀବନକୁ ସଂସାରକୁ ଆସିତ, ତାହେଲେ କିଛି ନା କିଛି ତ ଜାଣିବାକୁ ପଡ଼ିବ। କିଛି ବି ଜ୍ଞାନ ଜାଣିବାର ଅଛି, ନଚେତ କିଛି ସ୍କିଲ୍ ଜାଣିବାର ଅଛି, ନଚେତ କିଛି କର୍ମ କରିବାର ଅଛି, ଯାହାକି ତୁମକୁ ଲୋକ ଜାଣିବେ। ତ ସେଇ କର୍ମ ଜ୍ଞାନ ଆଉ କିଛି ପରିବର୍ତ୍ତନ କରିବା ପାଇଁ ମୁଁ ଚେଷ୍ଟା ଚଲେଇଛି ମୋର ପରିଶ୍ରମ ଆଉ ପରିବର୍ତ୍ତନ ପରିକଳ୍ପନାର ଦୁନିଆରେ। ତ ଦେଖିବା କେତେ ଦୂର ଯାଇ ମୁଁ ମୋର ଏଇ ଅଳୁସାର ବାରବାଟୀ ଚାଷ କରି ସଫଳ ପାଉଛି। ତ ଚାଲନ୍ତୁ ଆପଣଙ୍କର ବେଶୀ ସମୟ ନେଇ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତ ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ପ୍ରକାଶ ଆପଣଙ୍କୁ ସ୍ୱାଗତ କରୁଛି ଏ ଡେ ୱିଥ୍ ପ୍ରକାଶ। କାହିଁକିନା ଦେଖ ଭାଇନା, ମୋର ଦିନଟି ଜାଗାର ଯାହା କଷ୍ଟ କର୍ମ ଅଛି ସେସବୁ ଭିଡ଼ିଓ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି। ଚେଷ୍ଟା କରିଛି ଗୋଟେ ଭିଡ଼ିଓ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବି। ଆଉ ଭିଡ଼ିଓ କରିବାର କାରଣ ନା ନିଜକୁ ପରିବର୍ତ୍ତନ। କାହିଁକିନା ମୁଁ ପରିବର୍ତ୍ତନ ହେବା ପାଇଁ ବହୁତ ଚେଷ୍ଟା କରିଛି, ସେ ପରିବର୍ତ୍ତନ ଏପର୍ଯ୍ୟନ୍ତ ମୋ ପାଇଁ ହେଇପାରିନି। ସେ ପରିବର୍ତ୍ତନ କେଉଁ ଦିନ ପରିବର୍ତ୍ତନ ହେବ କ'ଣ ସେ କଥା ଜାଣିନି, କିନ୍ତୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରି। ଭାଗବତ ପ୍ରେମୀ ଆସିଥିଲେ, ସେମାନେ ତାଙ୍କ ସହ ଭାଗବତ ଗୀତା ଆଣିଥିଲେ, ଯାହାଦ୍ୱାରା କି ମୁଁ ଭାଗବତ ତ ମୁଁ ପଢ଼ିନି, କେବେ ଜାଣିନି ପଢ଼ିବାର କେମିତି। କିନ୍ତୁ ଭାଗବତର ଗୁଡ଼ ରହସ୍ୟ ଯାହା ବି ଅଛି, ସଂସାରର ମୋହମାୟା, ସେସବୁ ଜାଣିବା ପାଇଁ ହେଲେ ଭାଗବତ ଜାଣିବା ଦରକାର। ତ ସେଇ ଭାଗବତ ଜାଣିବା ପାଇଁ ମୁଁ ମଧ୍ୟ ଗୋଟେ ଭାଗବତର ବହିଟେ କିଣିଲି, ଆଉ ଭାଗବତ ପଢ଼ିବା ପାଇଁ ମଧ୍ୟ ଚେଷ୍ଟା କରିଛି। ଦେଖିବି କେତେ ଦିନ ଯାଏ ନିଜେ ସେ ଭାଗବତକୁ ବୁଝିପାରୁଛି। କାହିଁକିନା କେହି ଜଣେ ଗୁରୁ ନଥିଲେ କେବେ କୌଣସି ଜିନିଷ କିଏ ବୁଝିପାରିବ ନାହିଁ। କିନ୍ତୁ ମୁଁ ଚେଷ୍ଟା କରିଛି ମୁଁ ବୁଝିବା ପାଇଁ। କେତେ ଦୂର ସେଇଟା ବୁଝିପାରୁଛି ଆଉ କେତେ ଦୂର ତାହା ନିଜ କାର୍ଯ୍ୟରେ ଲଗାଇ ପାରୁଛି, ତାହା ତ ଆଗକୁ କହିବ। କିନ୍ତୁ ଆଜି ଏଇ ଭଗବାନଙ୍କର ମୁଖସ୍ଥ ବାଣୀ ଭାଗବତ ଗୀତା, ତାହାକୁ ମୁଁ କିଣି ବହୁତ ନିଜକୁ ଧନ୍ୟ ମନେ କରୁଛି। ଆଉ ଆମ ଗାଁକୁ ଯେଉଁ ଆସିଥିଲେ ପ୍ରଚାର ଭାଗବତର, ସେମାନଙ୍କ ସହ କିଛି ସମୟ ବିତେଇ ନିଜକୁ ଧନ୍ୟ ମନେ କରୁଛି। ଏଥିସହ ତାଙ୍କୁ ଆମ ଗ୍ରାମରେ ସମସ୍ତଙ୍କର ଆଦର ସତ୍କାର କରି ତାଙ୍କର ଯେଉଁ ଭାରତ ଭ୍ରମଣ ଯାତ୍ରା ଆମେ ବି ଟିକେ ସହଭାଗୀ ହେଲୁ। ଆଉ ଆଜିର ଦିନଟା ବହୁତ ଖୁସିରେ ବିତିଲା। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି ଜୟ ଜଗନ୍ନାଥ। ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ଆଉ ଏମିତି ଭିଡ଼ିଓ ଦେଖୁଥାନ୍ତୁ।